Hello everyone, welcome to our YouTube channel InfoShare Odisha 2025-26 ଶିକ୍ଷାବର୍ଷର ବା ଆକାଡେମିକ ଇୟର ପୋଷ୍ଟ ମାଟ୍ରିକ ସ୍କଲାରସିପ ରିଲିଜ ହୋଇଯାଇଛି। ଯେଉଁମାନଙ୍କର ଏବେ ସୁଦ୍ଧା ସ୍କଲାରସିପ ଆସିଯାଇଛି ମାନେ ଏ ବର୍ଷ ଶେଷ କିସ୍ତି ପୋଷ୍ଟ ମାଟ୍ରିକ ସ୍କଲାରସିପ ଯାହା ST SC MBC ୱେଲଫେୟାର ଡିପାର୍ଟମେଣ୍ଟ ତରଫରୁ ସମସ୍ତ ST SC OBC SCBC EBC କାଟାଗୋରୀ ଯେକୌଣସି କୋର୍ସ କରିଥାନ୍ତୁ ପୋଷ୍ଟ ମାଟ୍ରିକ ଲେଭେଲରେ ତାଙ୍କୁ ମିଳିବା କଥା। ଆକାଡେମିକ ଇୟର 2025-26 ଶିକ୍ଷାବର୍ଷରେ ସମସ୍ତଙ୍କୁ ଏପର୍ଯ୍ୟନ୍ତ ସ୍କଲାରସିପ ଟଙ୍କାଟି କ୍ରେଡିଟ ହୋଇଯାଇଛି। ଯେଉଁମାନଙ୍କର ଏବେ ସୁଦ୍ଧା କ୍ରେଡିଟ ହୋଇନି କେବେ ସୁଦ୍ଧା କ୍ରେଡିଟ ହବ ତା ସହିତ କେଉଁ କେଉଁ ଯଦି ଆପଣଙ୍କର ରିପୋର୍ଟେଡ ହେଇଛି ରିଆପ୍ଲାଏ କଲେ କେବେ ସୁଦ୍ଧା ଟଙ୍କାଟି ମିଳିବ ଡିଟେଲ୍ସରେ ଭିଡ଼ିଓରେ ଆଲୋଚନା କରିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଦେଖନ୍ତୁ ଯେଉଁମାନେ ଆବେଦନ କରିଥିଲେ ଏଇ ବର୍ଷ ଅର୍ଥାତ୍ 2025-26 ଶିକ୍ଷାବର୍ଷରେ ସେମାନଙ୍କର ଓଭରାଲି ପେମେଣ୍ଟ ଫାଷ୍ଟ ଫେଜ୍ ସେକେଣ୍ଡ ଫେଜ୍ ଟୋଟାଲି ପଳେଇ ଆସିଛି। ଯେଉଁମାନଙ୍କର ଷ୍ଟେଟ୍ ସେୟାର ଆସିଥିଲା ସେଣ୍ଟ୍ରାଲ ସେୟାର ଆସିନଥିଲା ସେମାନଙ୍କର ମଧ୍ୟ ସେଣ୍ଟ୍ରାଲ ସେୟାର ଅର୍ଥାତ୍ ସେକେଣ୍ଡ ଫେଜ୍ ପଳେଇ ଆସିଛି ଓ ଟପ୍ ଅପ୍ ଆମାଉଣ୍ଟ ମଧ୍ୟ ପଳେଇ ଆସିଛି। ଦେଖନ୍ତୁ ଆପଣଙ୍କ ପାଖରେ ମଧ୍ୟ ପ୍ରୁଫ୍ ଅଛି। ଆଜି ଅର୍ଥାତ୍ 22/5 ତାରିଖ ଦିନ ଆମେ ମଧ୍ୟ ଆଗରୁ ଭିଡ଼ିଓ କରିଥିଲୁ ଆପଣଙ୍କୁ ମିଳିବ ବୋଲି 15ରୁ 25 ତାରିଖ ଭିତରେ। ତା ମଧ୍ୟ ପ୍ରିଭିୟସ୍ ଆପଣଙ୍କୁ ଦେଖେଇଦେବୁ। ତା ପୂର୍ବରୁ ମଧ୍ୟ ମିଳିଛି 15 ତାରିଖ 12 ତାରିଖ ଭିତରେ ବି ସମସ୍ତଙ୍କୁ ମିଳିଯାଇଛି। ଆଜି ପୁଣି ଷ୍ଟାର୍ଟ ହେଲା ଆପଣଙ୍କର ପେମେଣ୍ଟ। କେତେ ଟଙ୍କା ନା ଆପଣଙ୍କର କୋର୍ସ ୱାଇଜ୍ ଯଦି ଜେନେରାଲ କୋର୍ସ କରୁଥିବେ ତାହେଲେ ଆପଣଙ୍କୁ ଜେନେରାଲ କୋର୍ସ ଫି ଅନୁସାରେ ଆପଣଙ୍କୁ ମିଳିବ। ଟେକ୍ନିକାଲ କି ପ୍ରଫେସନାଲ କୋର୍ସ ଯଦି କରୁଥିବେ ତାହେଲେ ଟେକ୍ନିକାଲ ପ୍ରଫେସନାଲ କୋର୍ସ ୱାଇଜ୍ ଆପଣଙ୍କୁ ମିଳିବ। ଓକେ, ଦେଖନ୍ତୁ ଯାହା ସୂଚନା ଆସିଛି ଏବେ ସେକେଣ୍ଡ ଫେଜ୍ ପେମେଣ୍ଟ ପଳେଇ ଆସିଲାଣି ସମସ୍ତଙ୍କର। ଯେଉଁମାନେ ଅଲରେଡି ଫାଷ୍ଟ ଫେଜ୍ ପାଇବା କଥା ମାନେ ଫାଷ୍ଟ ଫେଜ୍ ପାଇ ସାରିଲେଣି କିମ୍ବା ତାଙ୍କ ଷ୍ଟାଟସରେ ପାର୍ସିଆଲ ପେମେଣ୍ଟ ସକ୍ସେସ୍ ଅର୍ଥାତ୍ ପେମେଣ୍ଟ ସକ୍ସେସ୍ ଶୋ ହେଉଥିଲା ସେମାନେ ସେକେଣ୍ଡ ଫେଜ୍ ଟଙ୍କା ଏବେ ପାଇ ସାରିଲେଣି ଅଲରେଡି। ଦେଖନ୍ତୁ ତାଙ୍କର କୋର୍ସ ଫି ଅନୁସାରେ ସେମାନଙ୍କୁ ସେକେଣ୍ଡ ଫେଜ୍ ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ପ୍ରଦାନ କରାଗଲାଣି। ଓ ଯେଉଁମାନେ ଦେଖନ୍ତୁ ଇଏ ଗୋଟେ ପିଲାର ପ୍ରୁଫ୍ ଯେ ହଉଛି ଜେନେରାଲ କୋର୍ସ କରୁଛନ୍ତି ତାଙ୍କର ଆସିଛି ଦେଖନ୍ତୁ ପେମେଣ୍ଟ 3,896 ଟଙ୍କା ଲେଖା ହେଇଛି। ଆଧାର ପେମେଣ୍ଟ ସିଷ୍ଟମ ଅନୁସାରେ ପୋଷ୍ଟ ମାଟ୍ରିକ ସ୍କଲାରସିପ ଅନ୍ 22 ମେ 22 ତାରିଖ ଦିନ ଏହି ପେମେଣ୍ଟଟି ଆସିଛି। ଆହୁରି ମଧ୍ୟ ଗୋଟେ ପ୍ରୁଫ୍ ଅଛି ଷ୍ଟେଟ୍ ବ୍ୟାଙ୍କ ତରଫରୁ ଗୋଟେ ପିଲାର ନୋଟିଫିକେସନ ତାର ବି ଇଏ ଟେକ୍ନିକାଲ ପ୍ରଫେସନାଲ କରୁଛନ୍ତି ତାଙ୍କର ମଧ୍ୟ ପେମେଣ୍ଟ ଆସିଯାଇଛି। କେତେ ଟଙ୍କା ଅନୁସାରେ ତାଙ୍କର କୋର୍ସ ଅନୁସାରେ 20,000 ଟଙ୍କା ତାଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହେଇଯାଇଛି ପୋଷ୍ଟ ମାଟ୍ରିକ ସ୍କଲାରସିପ। ଏଇଭଳିଆ ପିଲାଙ୍କର ବହୁତ ସାରା ସ୍କଲାରସିପ ଆସିଗଲାଣି। ଯେଉଁମାନଙ୍କର ଆସିଯାଇଛି ଆମକୁ କମେଣ୍ଟ ମାଧ୍ୟମରେ ମଧ୍ୟ ଇନଫର୍ମେସନ ଦେଲେଣି। ଆଉ ଯେଉଁମାନଙ୍କର ଆସିଛି କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ। ଓକେ, ତା ସହିତ ଆମେ ମଧ୍ୟ ପ୍ରିଭିୟସରୁ କହିଥିଲୁ ଯେ ଆପଣଙ୍କର ପେମେଣ୍ଟ ମେକାନିଜିମ୍ 10 ପରଠୁ ମାନେ ଏଇ ମେ ମନ୍ଥ ଭିତରେ ସମସ୍ତଙ୍କୁ ପେମେଣ୍ଟ ମିଳିଯିବ ଯାହା ଆମେ ମଧ୍ୟ ଆଗରୁ ଆପଣଙ୍କୁ ଇନଫର୍ମେସନ ଦେଇଥିଲୁ। ଦେଖନ୍ତୁ ଇଏ ବି ମଧ୍ୟ ଗୋଟେ ଇନଫର୍ମେସନ ଥିଲା 14 ତାରିଖ ଦିନ ମେ 14ରେ ମଧ୍ୟ ପେମେଣ୍ଟ ମିଳିଛି OBC କାଟାଗୋରୀ ପିଲାଙ୍କୁ 8,000 ଟଙ୍କା। ଇଏ ଜେନେରାଲ କୋର୍ସ ଅନୁସାରେ PFMS ଆଇଡି ଅନୁସାରେ ଆପଣଙ୍କୁ ପେମେଣ୍ଟ ମିଳିଯାଇଛି। ଇଏ ମଧ୍ୟ ଗୋଟେ କୋର୍ସ। ଦେଖନ୍ତୁ ପ୍ରାୟ ପିଲାଙ୍କର ଏବେ ଷ୍ଟାଟସ୍ କଣ ହେଉଛି ନା ପେମେଣ୍ଟ ପ୍ରୋସେସେଡ୍ କିମ୍ବା ସାଂସନ ବାଇ ଆପ୍ରୁଭ୍ ଅଥରିଟି ଷ୍ଟାଟସ୍ ହେଉଛି। ଦେଖନ୍ତୁ ସାଂସନ ବାଇ ଆପ୍ରୁଭ୍ ଅଥରିଟି ମାନେ ଡିପାର୍ଟମେଣ୍ଟ ଲେବୁଲ ଏବେ ଭେରିଫିକେସନ ପ୍ରୋସେସ ଅଲରେଡି ଷ୍ଟାର୍ଟେଡ ହେଇଗଲାଣି। ଇଏ ଏଇନା ମନି ଫାର୍ମ ମାନେ ଆପଣଙ୍କର ଫଣ୍ଡ ଟ୍ରାନ୍ସଫର ଫାର୍ମକୁ ଏବେ ଯାଉଛି ଆପଣଙ୍କର ଆପ୍ଲିକେସନ ସେଠୁ ଆପଣଙ୍କର ଆକ୍ସେସ ହେଲା ପରେ ଆପଣଙ୍କୁ ପେମେଣ୍ଟ ମିଳିବ। ଯେଉଁମାନଙ୍କର ପେମେଣ୍ଟ ପ୍ରୋସେସେଡ୍ ଷ୍ଟାଟସ୍ ହେଉଛି ସେମାନଙ୍କୁ ଅଲରେଡି ପେମେଣ୍ଟ 12 ତାରିଖଠୁ ମାନେ ମେ ମନ୍ଥରେ ମିଳିବା ଆରମ୍ଭ ହୋଇଗଲାଣି। ପାଖାପାଖି ମେ ମନ୍ଥରେ 3ଟି ଫେଜ୍ରେ ଟଙ୍କାଟି ମିଳିଗଲାଣି। ଆହୁରି ମଧ୍ୟ 2ଟି ଫେଜ୍ ବାକି ଅଛି। ଆପଣଙ୍କୁ ମେ ଲାଷ୍ଟ ଭିତରେ ସମସ୍ତଙ୍କୁ ପେମେଣ୍ଟ ମିଳିବ। ସମସ୍ତ କାଟାଗୋରୀ ଯଥା OBC SCBC EBC ଆଉ ST SC ପିଲାଙ୍କୁ ସମସ୍ତ ପିଲାଙ୍କୁ ମିଳିବ। ଯେଉଁମାନଙ୍କର ଫାଷ୍ଟ ଫେଜ୍ ପଳେଇ ଆସିଲାଣି ସେମାନଙ୍କର ସେକେଣ୍ଡ ମଧ୍ୟ ଫେଜ୍ ପଳେଇ ଆସିଲାଣି। ଯେଉଁମାନେ ଅଲରେଡି ଫାଷ୍ଟ ଫେଜ୍ ପାଇନାହାନ୍ତି ସେମାନେ ଏଇ ମେ ମାସ ଭିତରେ ହିଁ ମିଳିଯିବ କାରଣ ଡେଟ୍ ଆପଣଙ୍କର ଅଲରେଡି ସରିଗଲାଣି। ଭେରିଫିକେସନ ଡେଟ୍ ଖୁବ୍ ଶୀଘ୍ର ସରିବାକୁ ବହୁଛି। ଡିପାର୍ଟମେଣ୍ଟ ଲେବୁଲ ଆପଣଙ୍କର ଆପ୍ଲିକେସନ ଏବେ ଫାର୍ମକୁ ଯାଇଛି ମନି ଟ୍ରାନ୍ସଫର ଅର୍ଥାତ୍ ଫଣ୍ଡ ଟ୍ରାନ୍ସଫର ଫାର୍ମ। ଓକେ, ଦେଖନ୍ତୁ ଆପଣଙ୍କର ଷ୍ଟାଟସ୍ ଏବେ ପେମେଣ୍ଟ ପ୍ରୋସେସେଡ୍ କିମ୍ବା ସାଂସନ ବା ଆପ୍ରୁଭ୍ ଅଥରିଟି ଷ୍ଟାଟସରେ ଏବେ ଅଛି। ଦେଖନ୍ତୁ ଏବେ ମଧ୍ୟ ଷ୍ଟାଟସରେ ବି ମଧ୍ୟ ଚେଞ୍ଜେସ୍ ହେଇଛି ରିସେଣ୍ଟ ଆପଣଙ୍କର ଏଇ ମେ ମନ୍ଥରେ 11 ମନ୍ଥ ମାନେ ମେ ମନ୍ଥ
11 ତାରିଖ 2026 ରେ ଆପଣଙ୍କର ମଧ୍ୟ status ରେ ମଧ୍ୟ update ହେଇଛି ସମସ୍ତଙ୍କର ଯୋଉମାନେ recent apply କରିଛନ୍ତି ସେମାନଙ୍କର ଏବେ sanction ବା approve authority ଦେଖନ୍ତୁ ଯଦି ଆପଣଙ୍କର eligibility fulfill କରୁଥିବେ ତାହେଲେ ଆପଣଙ୍କୁ sure payment ମିଳିବ ଦେଖନ୍ତୁ OBC EBC category ପିଲାଙ୍କର ସାଧାରଣତଃ OBC ଆଉ SC BC category ପିଲାଙ୍କର application reported ହେଇଯାଉଛି କାରଣ last examination ତାଙ୍କର 55% ମାର୍କ ରଖିନାହାନ୍ତି ଦେଖନ୍ତୁ ଇଏ ଗୋଟେ ମାଣ୍ଡାଟୋରି ଏ ବର୍ଷ ପାଇଁ ଲାଗୁ ହେଇଛି ଯୋଉମାନେ ପ୍ରିଭିୟସ୍ ମାନେ ଆକାଡେମିକ ରେ ଆପଣ ଯଦି 55% OBC SC BC ସ୍ପେଶିଆଲି ଯୋଉମାନେ 55% ଏଭବ ମାର୍କ ରଖୁନାହାନ୍ତି ସେମାନଙ୍କୁ ପୋଷ୍ଟ ମାଟ୍ରିକ ସ୍କଲାରସିପ ମିଳିବ ନାହିଁ ଓକେ ତେଣୁକରି ଯୋଉମାନେ ଇଲିଜିବିଲିଟି ଫୁଲଫିଲ କରୁଥିବେ ଇନକମ୍ ଠିକ ଠାକ ଥିବ ମାନେ ପ୍ୟାରେଣ୍ଟସଙ୍କର ଇନକମ୍ ସାର୍ଟିଫିକେଟ ଠିକ ଠାକ ଥିବ ତାହେଲେ ଆପଣଙ୍କୁ ସିଓର এই ପେମେଣ୍ଟଟି ମିଳିବାକୁ ଖୁବ ଶୀଘ୍ର ଯାଉଛି ଯାହା ଇନଫରମେସନ ଆସୁଛି 25 ତାରିଖ ଭିତରେ ସମସ୍ତଙ୍କୁ ପେମେଣ୍ଟ କ୍ଲିୟର ହବ ଓକେ ତେଣୁକରି ଅପେକ୍ଷା କରନ୍ତୁ ଏବେ ମଧ୍ୟ ପେମେଣ୍ଟ ମିଳିବା ଷ୍ଟାର୍ଟ ହେଇଗଲାଣି ଦେଖନ୍ତୁ ଇନଫରମେସନ 22 ତାରିଖ ଭିତରେ ଆପଣଙ୍କୁ ମିଳିଗଲାଣି ଚ୍ୟାନେଲ ସହିତ ଯୋଡି ରୁହନ୍ତୁ ଚ୍ୟାନେଲକୁ ଭଲ ଲାଗିଥିଲେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି ତା ସହିତ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ ହେଇଯିବେ ଧନ୍ୟବାଦ